ଉଷାରାଣୀ ପରିଡ଼ା ପବିତ୍ର ରଥଯାତ୍ରାର ଦ୍ୱିତୀୟ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମୁଁ ଆପଣମାନଙ୍କୁ ତୃତୀୟ ଅଧ୍ୟାୟର ଭାଗବତ ବହି ପଢ଼ିକି ଶୁଣୁଛି। ଏମନ୍ତ ବିଦେହ ରାଜନ ମନେ ବିଚାରେ ତତ୍ତ୍ୱଜ୍ଞାନ ଆନନ୍ଦେ ଶିରେ କର ଦେଇ ବୋଲନ୍ତି ନିସ୍ତରିଲି ମୁଇଁ ତୁମ୍ଭେ ନିର୍ମଳ ମୁନିଗଣ କଏ ଭକତ ଲକ୍ଷଣ କି ରୂପେ ଭ୍ରମନ୍ତି ଜଗତେ କୃଷ୍ଣ ଭଜନ ଅନୁମତେ କିବା କହନ୍ତି ବାକ୍ୟସାର କି ଧର୍ମ କରନ୍ତି ଆଚାର ତାହାକୁ ଜାଣିବା କେମତ କହ ସୁଦୟା ତେଜେବେ ମୋତେ ମୁନି ବୋଲନ୍ତି ତାହା ଶୁଣି ଶୁଣ ବିଦୋହ ନୃପମଣି କୃଷ୍ଣ ଭଜନ ଏ ସଂସାରେ ପ୍ରଚରେ ତ୍ରିବିଧ ପ୍ରକାରେ ଉତ୍ତମ ମଧ୍ୟମ ପ୍ରାକୃତ ଯାହାର ଲକ୍ଷଣ ଯେମନ୍ତ ତାହା କହିବା ଶୁଣ ଏବେ ରାଜନ ପଚାରିଲୁ ଯେବେ ସକଳ ବିଦେହ ନାରାୟଣ ବସନ୍ତି ଅନାଦି କାରଣ ସେ ନାରାୟଣ ଦେହେ ଯେତେ ବସନ୍ତି ଭାବ ଅନୁମତେ ଏ ଭାବେ ଦୃଢ଼ ଯାର ମନ ସେ ପ୍ରାଣୀ ଭକତ ଉତ୍ତମ ଜନ୍ମ ମରଣେ ଯାର ମନ ମଣେ କ୍ରିୟା ଅଭିମାନ ସ୍ୱଜାତି କୁଳ ଧର୍ମ ବର୍ଣ୍ଣ ଏ ଅହଙ୍କାରେ ନୁହେଁ ଛନ୍ନ ଉତ୍ତମ ଲକ୍ଷଣ ତାହା ଜାଣି ଭକତ ମଧ୍ୟ ପରିମାଣି ଯାହାର ସୁତ ବିଦ ଦେହେ ପରମ ଆତ୍ମା ବୃଦ୍ଧି ହୁଏ ସକଳ ଜୀବେ ସମବୁଦ୍ଧି ଉତ୍ତମ ଭାବେ ପ୍ରସିଦ୍ଧି କେବେ ନୁହେଁ ଜ୍ଞାନ ଭ୍ରମେ ସେ ପ୍ରାଣୀ ନାରାୟଣ ସମ ସିଦ୍ଧ ଯୋଗେନ୍ଦ୍ର ମୁନିଗଣେ ଚିନ୍ତନ୍ତି ଯେ ହରି ଚରଣେ ଶିବ ବିରଞ୍ଚି ଯାର ପାଦେ ଧ୍ୟାନେ ଭଜନ୍ତି ଅପ୍ରମାଦେ ସେ ପ୍ରଭୁ ପାଦେ ନିତ୍ୟ ଚିନ୍ତି ଲବେ ନିମିଷେ ନ ଛାଡ଼ନ୍ତି ନୁହନ୍ତି ମାୟାରେ ମୋହିତ ସେ ପ୍ରାଣୀ ମହାଭାଗ୍ୟବନ୍ତ ବିଷ୍ଣୁ ଭକତେ ସେ ପ୍ରଧାନ ତା ଦେଖି ନିସ୍ତରନ୍ତି ଜନ କୃଷ୍ଣର ପାଦ ନଖପନ୍ତି ଚନ୍ଦ୍ର କିରଣ ପ୍ରାୟ ଜ୍ୟୋତି ଶେଷାର ହୃଦୟ ପ୍ରକାଶ ଶେଷ ଘୋର ଦୁଃଖ ନାଶେ ମଧ୍ୟମ ଭାବ ଏବେ ଶୁଣ ଯେବେ ଅର୍ଚ୍ଚଇ ନାରାୟଣ ହରିର ପାଦେ ସେବା କଲେ ଭକ୍ତି ସମ୍ବୁଦ୍ଧ ବୃଦ୍ଧି ଧରେ ସଂସାର ମଧ୍ୟେ ଯେତେ ଜନ ସମସ୍ତ ହୃଦେ ଭଗବାନ ସତ ଅସତ କର୍ମ କରେ ଭାବ ଯେଉଁ ନ ବିଚାରେ ସ୍ୱପ୍ରିୟ ଆନନ୍ଦ ପ୍ରମାଣେ ଅସତ ସୁଖ ବୋଲି ଜାଣେ ସ୍ୱପ୍ରଜ୍ଞା ଭାବେ ଦୟା କରେ ଅହଂ ପଣ୍ଡିତ ହେତୁ ଧରେ ଯେ ପ୍ରିୟା ପ୍ରିୟ ଶତ୍ରୁ ମିତ୍ର ଏ ସର୍ବ କୃଷ୍ଣ ଏ ସର୍ବତ୍ର ଏଣେ ନ ହୋଇ ଅହଙ୍କାରୀ ମନେ ଦୋଷ ଗୁଣ ଧରି ମାତ୍ର ନ ଧରେ ଗୁଣ ଦୋଷ ଘେନି ଆପଣା ଶ୍ରେଷ୍ଠ ଅଂଶ କର୍ମ କରଇ ବିଧି ମତେ ଫଳ ଆକାଂକ୍ଷା କରି ଚିତେ ପରେ ନୁହଁ ଦୁଇ ମତ ଆପଣେ ନାହିଁ ଏକ କର୍ତ୍ତୃତ୍ୱ ପ୍ରତିଷ୍ଠା ଗୁଣେ କରେ ଶ୍ରମ ଏଣୁ ସେ ବୋଲଇ ମଧ୍ୟମ ପ୍ରାକୃତ ଲାଭ ଏବେ ଶୁଣ ଏବେ ପୂଜଇ ନାରାୟଣ କେବଳ ଲୌକିକ କର ମତେ ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ସେ ଯେବେ ବିଷ୍ଣୁର ଭକତ ଇତର ଦେଖେ ସର୍ବମତ ମନରେ ଅହଙ୍କାର ଭରି ଦଣ୍ଡେ ବିଚାରେ ଭକ୍ତି କରି ଏହା ପ୍ରାକୃତ ବୋଲି କହି ତଥାପି ଭକ୍ତ ସେ ବୋଲାଏ ଏଣୁ ସେ ଯେତେ ଭାବେ ଭଜେ ହରିତା ହୃଦୟ ନ ତେଜେ ଚିତେ ଚିନ୍ତଇ ଲକ୍ଷଣେ ମାତ୍ରେ ହରଇ ଅଶେଷ ଦୂରିତେ ସେ ହରିପାଦ ହୃଦେ ଧରି ଭକତ ଦୁଷ୍ଟରୁ ନିସ୍ତରୀ ଗୁଣ ବିଦୋହ ମହିପତି ବିବିଧ ବୈଷ୍ଣବର ରୀତି ଏକାଦଶ କୃଷ୍ଣର